ଆପଣ ଜାଣିଥିବେ ପ୍ରଶାନ୍ତ ନାମ କହୁଛି। ପ୍ରଶାନ୍ତ ସେତେବେଳେ ମୋତେ ଗ୍ରହଣ କରିଥିଲେ ଏବଂ କହିଥିଲେ ଯେ ତୁମେ ଆଗକୁ ଯିବ, ତୁମେ ଏ କ୍ଷେତ୍ରକୁ ଆସ। ଭୁବନେଶ୍ୱର କ'ଣ ଆମ ରାଜ୍ୟର ବିଭିନ୍ନ ପ୍ରକାର ଅନୁଷ୍ଠାନ ମାନଙ୍କରେ ନୃତ୍ୟ କଳା ସହିତ ମଞ୍ଚ ଉପସ୍ଥାପନା କରି ଜଣେ ବ୍ୟକ୍ତି ଯିଏକି ବହୁତ ପ୍ରକାର ପ୍ରାଇଜ୍ ପାଇଛନ୍ତି ଏବଂ ସାଲେପୁରର ଏଇ ମଧୁମାଟିକୁ ଗୌରବାନ୍ୱିତ କରିଛନ୍ତି। ଆସନ୍ତୁ ଯିବା, ଏଭଳିଆ ଜଣେ ବ୍ୟକ୍ତିତ୍ୱ ଅଛନ୍ତି ଯିଏକି ନିରଞ୍ଜନ ଗାହାଣ। ସାଲେପୁର ବ୍ଲକର ମହଣ ପଞ୍ଚାୟତରେ ତାଙ୍କ ଘର ଏବଂ ସେ ମହଣ ପଞ୍ଚାୟତ ବଳଭଦ୍ରପୁର ଗ୍ରାମରେ ତାଙ୍କ ଘର। ସେ ଭୁବନେଶ୍ୱର କ'ଣ ରାଜ୍ୟସ୍ତରୀୟ ବହୁ ଜାଗାକୁ ଯାଆନ୍ତି ଏବଂ ନୃତ୍ୟ କଳା ସହିତ ପିଲାମାନଙ୍କୁ ବହୁତ ଆକର୍ଷିତ କରି ନିଜେ ବର୍ତ୍ତମାନ ପ୍ରାଇଜ୍ ଏତେ ପାଇଛନ୍ତି ଯେ ଲୋକଙ୍କୁ ଏବେ ସେ ଗାଁରେ ଯେଉଁ ଲୁକାୟିତ ପ୍ରତିଭା ଅଛି ତାକୁ ସେ ଉଜ୍ଜୀବିତ କରି ରଖୁଛନ୍ତି। ଏବେ ବହୁତ ନିକଟରେ ସେ ନ୍ୟାସନାଲ କଲଚରାଲ ଫାଉଣ୍ଡେସନ ତରଫରୁ ଏବେ ସେ ପୁରୀରେ ଗୁରୁ କେଳୁଚରଣ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଆସନ୍ତୁ ଯିବା ତାଙ୍କ ସହିତ ସିଧାସଳଖ କଥା ହେବା, ସେ ତାଙ୍କର ଏଇ ଯାତ୍ରାକୁ କେବେ ଆରମ୍ଭ କଲେ ଏବଂ ଆଗକୁ ସେ କ'ଣ କରିବାକୁ ଚାହୁଁଛନ୍ତି। ଆଜ୍ଞା, ଆପଣଙ୍କୁ ଭାସ୍କର ଚ୍ୟାନେଲକୁ ସ୍ୱାଗତ। ଆପଣ କ'ଣ କହିବେ, ଆପଣଙ୍କ ପରିଚୟ ଟିକେ ଦେବେ ଏବଂ ଆପଣ ଏଇ କଳାକୁ ଆଦରିକି କେତେ ବୟସରୁ ଆଦରିଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା କୋଉ ପର୍ଯ୍ୟନ୍ତ ପହଞ୍ଚିଲେଣି? ପ୍ରଥମେ ମୁଁ ଭାସ୍କର ନ୍ୟୁଜ୍କୁ ପ୍ରଥମେ ମୁଁ ଧନ୍ୟବାଦ ଦେବି ଏବଂ ଆପଣଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି। ତାପରେ ଯିବା, ସତରେ ଏ କଳା ହେଉଛି ଗୋଟେ ଭାସ୍କର୍ଯ୍ୟ, ଯାହା ଆଜି ମୋ ପାଖରେ ସେ ଭାସ୍କର ପହଞ୍ଚିଛି ଗୋଟେ କଳାକାର ପାଖରେ। ସେଥିପାଇଁ ଆଉ ଥରେ ମଧ୍ୟ ଧନ୍ୟବାଦ। ଆପଣଙ୍କର ପ୍ରଶ୍ନ ନଥିଲା ଯେ ମୋର ଏ ଯେଉଁ କଳାଟା କେତେ ବର୍ଷରୁ ଆସିଛି। ପ୍ରଥମେ ବର୍ଷ ପାଖରୁ ଯିବା ପୂର୍ବରୁ ମୁଁ ଯାହାକୁ ଦେଖି ଅନୁପ୍ରାଣିତ ହେଇଛି ସେ ବିଷୟରେ ପ୍ରଥମେ ମୁଁ କହିବି। ସେ ପ୍ରଥମ ହେଉଛନ୍ତି ମୋ ବାପା, ମୋ ବଡ଼ ଭାଇ, ମୋ ପରିବାର। କାରଣ ମୋ ଜେଜ, ମୋ ଅଜା ଏସବୁ ପୁରା କଳାରେ ନିପୁଣ ଅଛନ୍ତି। ଏବେ ବି ମୋର ସାନ ବାପା ବଞ୍ଚିଛନ୍ତି, 104 ବର୍ଷ ହେଇଗଲାଣି, କିନ୍ତୁ ପାଲା ଛାଡ଼ିଦେଲେଣି, ପାଲା କରୁଛନ୍ତି। ଆମର ବଡ଼ ଭାଇ ଜଣେ ଅଛନ୍ତି, ସେ ପାଲା କରୁଛନ୍ତି। ଭାଇ ଆମର ହେଉଛନ୍ତି ମଞ୍ଚ କଳାକାର, ବାପା ଥିଲେ ମଞ୍ଚ କଳାକାର, ବାପା ସ୍ୱର୍ଗବାସୀ ହେଇଗଲାଣି। ସେମାନଙ୍କୁ ଦେଖି ମୁଁ ଅନୁପ୍ରାଣିତ ହେଇଥିଲି ଏବଂ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲି। ଭକ୍ତ ସାଲବେଗ ନାଟକ ହେଉଥାଏ, ମୁଁ ସେଥିରେ ଆଣ୍ଠୁଆଗୋପାଳ ରୋଲ୍ କରିଥିଲି। ସେଇଠୁ ମୋର କଳା ପ୍ରତି ପୁରା ଆକୃଷ୍ଟ ହେଇଥିଲା ଏବଂ କଳା ମୋର ଆରମ୍ଭ ହେଇଥିଲା। ଧୀରେ ଧୀରେ ମଞ୍ଚ କଳାରେ ଛୋଟ ଛୋଟ ରୋଲ୍ କରୁଥାଏ। ତାପରେ ନୃତ୍ୟ କ୍ଷେତ୍ରରେ ଯିବାକୁ ହେଲେ ସେତେବେଳେ ଗୋଟେ ଚାଲିଥାଏ ଡୁଏଟ୍, ଆମର ପୌରାଣିକ, ଐତିହାସିକ, କାଳ୍ପନିକ ନାଟକରେ ଗୋଟେ ମଝିରେ ଗୋଟେ ଡୁଏଟ୍ ଦିଆହେଉଥିଲା। ମୋତେ ସେ ଡୁଏଟ୍ରେ ମୋତେ ପରିବେଷଣ କରିବାକୁ ଗୁରୁ ଦେଇଥିଲେ, ଗୁରୁ ପ୍ରମୋଦ ଦାସ। ତାଙ୍କ ଡିରେକ୍ସନରେ ମୁଁ ଯେତେବେଳେ ନୃତ୍ୟ କଲି, ତାପରେ ସେଇଟା ଯେତେବେଳେ ମୋର ବହୁତ ସୁନ୍ଦର ହେଲା, ପରିଚିତ ହେଲା। ଏମିତିକି କେଉଁ ଜାଗାରେ ସବୁ ଯାଇକି ବିଭିନ୍ନ ପ୍ରକାର ପ୍ରାଇଜ୍ ପାଇଛନ୍ତି, ତା ବିଷୟରେ କିଛି ଟିକେ କହିବେ କି? ନିଶ୍ଚିନ୍ତ କହିବି। ପୁରସ୍କୃତ ହେଲି ପ୍ରଥମେ ମୋ ଗାଁ ମାଟିରେ, ସେ ହେଉଛି ସାଲେପୁର ବ୍ଲକ। ସାଲେପୁର ମାଛୁଆରୀ ସତ୍ୟନାରାୟଣ କ୍ଲବ ଗୋଟେ ଥାଏ, ସେଠି ମୋର ଯେଉଁ ମଞ୍ଚ ନିର୍ଦ୍ଦେଶକ ନାଟ୍ୟରଥୀ ସ୍ୱର୍ଗତ ନାଟ୍ୟରଥୀ ଦିଲ୍ଲୀପ ଦାସ, ସେ ସ୍ୱର୍ଗବାସୀ ହେଇଗଲେଣି। ତାଙ୍କର 100ତମ ନାଟକ ହେଉଥିଲା, ଯେଉଁଟାକି ମୋତେ ସେଠିକି ନିଆଯାଇଥିଲା ପ୍ରଥମେ ନୃତ୍ୟ ନିର୍ଦ୍ଦେଶନା ଦେବା ପାଇଁ। ମୁଁ ପ୍ରଥମେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲି ସେଠି ଯାଇକିରି ଏବଂ ସେ ନୃତ୍ୟଟି ହିଁ ଥିଲା ମହାଭାରତ। ଗୋଟେ ସୁଭାଷ ଦାସ ଗାଉଥିଲେ ଗୀତଟି ମହାଭାରତ ମହାଭାରତ, ସେ ନୃତ୍ୟ ମୁଁ ନିର୍ଦ୍ଦେଶନା ଦେଲି ଏବଂ ସେଠି ମୁଖ୍ୟ ଅତିଥି ହେଇକି ଆସିଥିଲେ ଅଲ୍ ଇଣ୍ଡିଆ ରେଡ଼ିଓର ନିର୍ଦ୍ଦେଶକ ବଟକୃଷ୍ଣ ପ୍ରାଣୀ, ସୁନାମଧନ୍ୟ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ମାନେ ସବୁ ମାନେ ଏକାଧାରେ ଯେତିକି ଅଛନ୍ତି, ଯେଉଁଟାକି ଆମର ଓଡ଼ିଆ ଇଣ୍ଡଷ୍ଟ୍ରିରେ ଯିଏ ଅଛନ୍ତି, ପ୍ରଶାନ୍ତ ନନ୍ଦ, ସାତ୍ୟକୀ ମିଶ୍ର, ଶୀତମ ଦାସ, ଏମିତି ଅନେକ ଭଲ ଆସିଥିଲେ। ସେମାନେ ମୋ ଏଇ ନୃତ୍ୟକୁ ଦେଖିଥିଲେ ଏବଂ ମାନେ ବହୁତ ଏକ୍ସପେକ୍ଟ କରିଥିଲେ ଏବଂ ସେଠି ମୋତେ ମିଳିଥିଲା ପ୍ରଥମେ ଗୁରୁ ନିତ୍ୟଶ୍ରୀ ସମ୍ମାନ। ମୁଁ ସମ୍ମାନିତ ହେଇଥିଲି, ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ ସେଟା କରାଯାଇଥିଲା ଗୁରୁଙ୍କୁ ଦିଲ୍ଲୀପ ଦାସଙ୍କର। ସେଇଠୁ ମୋର ଜୀବନଯାତ୍ରା, ମାନେ ନିର୍ଦ୍ଦେଶନା ଜୀବନଯାତ୍ରାଟା ଆରମ୍ଭ ହେଇଥିଲା। ସେବେଠୁ ମୁଁ ପଛକୁ ଘୁଞ୍ଚିନି ଏବଂ ସେତେବେଳେ କୌଣସି ଓଡ଼ିଆ ଯାତ୍ରା ବାଟିରେ ଭଜନ ନୃତ୍ୟ ହେଉନଥିଲା, ଯେଉଁଟାକି ପ୍ରଥମେ ମୁଁ ମହାଭାରତ କରିଥିଲି। ଆଉ ଏବେ ସୁଦ୍ଧା ସେଟା ସବୁ ଚାଲିଛି, ଧୀରେ ଧୀରେ ଯାତ୍ରା ବାଟ ରେକର୍ଡିଂ ସବୁ ଆରମ୍ଭ ହେଇଯାଇଛି। କୋଉ କୋଉ ସମ୍ମାନରେ ସମ୍ମାନିତ ହେଇଛନ୍ତି ଏବଂ କୋଉଠି କୋଉଠି? ପ୍ରଥମେ ଛୋଟରୁ ବଡ଼, ଯେଉଁଟାକି ମୁଁ ଗ୍ରାମାଞ୍ଚଳରେ ପ୍ରଥମେ ହେଇଥିଲି, ସମ୍ମାନିତ ହେଇଥିଲି। ଗୋଟେ ହେଉଛି ଗୁରୁ ନୃତ୍ୟଶ୍ରୀ, ଗାନ୍ଧର୍ବ କଳା ସମ୍ମାନ, ମଞ୍ଚ ମଣିଷ, ତାପରେ କଳାକ୍ଷେତ୍ର, ଗୁରୁଶ୍ରୀ। ଏ ସମସ୍ତ ପରେ ବି ଗୋଟିଏ ଖୁସି ମୋତେ ଆଶା ଦେଇଥିଲା, 48 ବର୍ଷରେ ମୁଁ ପାଇଛି
ନ୍ୟାସନାଲ କଲଚରାଲ डेवलपमेंट फाउंडेशन अन्नपूर्णा थिएटर ए पुरी रे सेठी मो गुरु स्वर्गत केलुचरण स्मृति सम्मान रे सम्मानित होईची जोटी जहाँ हाथ मु ग्रहण करिची आपण माने जानिथिबे प्रसन्न पाठशाणी से थिले कलिकतार कथक नृत्य गुरु पपैया शर्मा संगीत नाटक एकाडेमी रो ओडिसी नृत्य गुरुमा सुजाता हरिचंदन आउ एमती अनेक थिले जहाँकि मते बहुत आशा और बहुत खुशी मते देइथिला जोटा कि तांको पाखरु मते महान गुरु जे ओडिसा रा ओडिसी को जे गंताघर और सारा विश्व रे परिचय करिसेंती स्वर्गत गुरु केलुचरणकर स्मृति सम्मान मते सम्मानित करा जायतिला आपण केते खुशी बहुत खुशी अछि मो परिवार बहुत खुशी अछि मो गां परिवेश संग साथी समस्त बहुत खुशी अछंती आपण जानिथिबे प्रसन्ननंद नाम कहूँ प्रसन्नंद से मते ग्रहण करते कहते जे तुम्हें आगु को जीव तुम्हें ए क्षेत्र को आस तापर मुझे क्षेत्र को से दिन ठार अनुप्रांत होकर जाइली एवं बहु ग्रामांचल ठार आरंभ करी बहुत थिएटर आउ से भली इम्पोर्टेंट जगार मते संबर्धित मते करा जायछि एवं सेठी मते मु नृत्य परिवेषण करिछि उपस्थापना करिछि आउ थिएटर नाटक मध्य करूछि आ मंच नाटक करूछि जोटा कि मो बयस रे मु आसिकरी 500 रु ऊर्ध्व होची थिएटर नाटक निर्देशना दे सारिछि 700 रु 800 होची ग्रामांचल ड्रामा रे निर्देशना दे देछि एवं 1000 रु ऊर्ध्व नृत्य निर्देशना देछि आउ ये हूँ मोर जीवन यात्रा एवं आगु को जो आपनकर प्रश्न अछि आगु कौन करिवे आगु तो अनेक आशा आशा को बखाणीबाटा ठीक हेबनी आपण मानकर आशीर्वाद यदि थाए मोर आशा होची जो माने नृत्य कला को भल पाउचंती मंच कला को भल पाउचंती सेमानकर पाखरे यदि अर्थ न थाए कोनोसी नाही मो स्वेच्छा कहूची मु तांकू बिना शुल्क रे शिक्षा देवा पे राजी अछि आपन परिवार अछि आपन मिसेस अछंती से भी जने शिक्षयित्री सी भी या आपन समय दौरान आपन को परिवार सहित आपन जमती जड़ित होई ता संगे जाउचंदी विभिन्न जगह को निर्देशना दबा को एवं मंच परिचालना करिया को ता संगे पिला को नाच शिखेबा को ए केते केमती कोन टाइम दउचंदी एवं फैमिली केमती कोन सेटा होच आपन मानकर आशीर्वाद गुरुंकर आशीर्वाद एवं मो परिवार एवं भगवानकर आशीर्वाद सेटा जहा ए जो समष्टि जो जो सम्मिलित ये जहार आशीर्वाद थिबो निश्चित ये आगु जीवो किंतु एठी मो विशेष करी मोर धन्यवाद देबी मोर जो धर्मपत्नी अछंती जे कि जते कष्ट फष्ट आसु से तांको कोन करना मैनेज करंती एवं धर मो एब्सेंट को से माने केबे फील करना कारण मु धर नाही ए जिंस दरकार केबे भी नाही से तांको मैनेज करनियंती एवं से भी मते माने जति की करंती मो पिला को से बेली गडी चंदी गोटे घरे गोटे मोर पशु अछि ताकू भी से गडाय जदी आमे के नथिबो से ताकू निजे निजे मैनेज करनिए आ मो पुओ को सेमती छोटो बेली सेमती गडी चनी जदी बापा मां कर के नाही से तार रोसई बास कर दबो एई बळी गोटे स्त्री पाई मु भी गर्वित एवं मो परिवार जो पाइजे मु जोटा कि मैनेज करि पारछि आज मो घरे कोनोसी जिंस नाही कि अनाई किंतु मु जदी कोडी निर्देशना दउची सेटा को से पूरा हसी हसी ग्रहण करती नांदी आमे ताको मैनेज करनबो ए करबो एमि तापर भी भगवान मते एमिति भी गोटे माने चाकरी करिया को देइचंती मोर ए कला लाइन में चाकरी करछि पारादीप 15 थ्रेटी पोटेस्ट हाई स्कूल करछि सेठी मध्ये मोर जो प्रिंसिपल माने सब अछंती मोर सह शिक्षयित्री सब शिक्षक अछंती जते जानंती जे मोर गोटे कोडी कार्यक्रम अछि करछि से माने ताको भी मैनेज करंती मते सोइचा छाडंती जोउती पाई भी मु धीरे धीरे पाहाच चढ़ीबार लागि छी आम पाखे अच्छा सारंकर धर्मपत्नी जे कि सब बेले सपोर्ट कर सार को सबू क्षेत्र में साहाय्य कर से निजे जड़े शिक्षयित्री एवं शिक्षा पिला शिक्षा करने संगे सार को भी एमती शिक्षा देते कि सार सब बेले आगू आगू बढ़ी चलते आसतु जावा शुणा से सार को केमती कौन मैनेज मैडम आपन को ओडिशा भास्कर को स्वागत आपन कौन कहे आपन स्वामी की नहीं आपन केते गर्व की नहीं आपन केते गर्व अनुभव करछन एवं आपन स्वामी के आपन की प्रकार साहाय्य करन मो ना इतिश्री पुहान मो बेथन कन्वेंट स्कूल ले शिक्षयित्री करूची निश्चिंत एभली स्वामी पाई कि मो निजे को गर्वित अनुभव करूची शिक्षकता सहित घर जीवन भी समय देवा को पड़े आ जो कहले जे सहधर्मी हिसाब रे निश्चिंत भाव अधा
କାମ ତାଙ୍କର ମୁଁ ନିଶ୍ଚୟ ଭାବେ ପୂରଣ କରେ, ଯାହା ସାର୍ କହିଥିବେ ନିଶ୍ଚୟ। ଆଉ ଏ କ୍ଷେତ୍ରରେ ତ ନିଶ୍ଚିନ୍ତ ସାହାଯ୍ୟ ନ କଲେ ଦି ପାଦ ନେଇକି ଚାଲି ହେବ ନାହିଁ। ଆଉ ମୁଁ ମୋର ସତ ଚେଷ୍ଟା କରେ ଯେ ଘରୋଇ ଜୀବନ ତାଙ୍କର ଯେଉଁ ପ୍ରଫେସନାଲ ଲାଇଫରେ ନିଶ୍ଚିନ୍ତ ମୋର ସତ ଦେବା ପାଇଁ ମୁଁ ଚେଷ୍ଟା ବି କରେ। ଆଉ ତାଙ୍କୁ ନିଶ୍ଚିନ୍ତ ଭାବେ କେତେ କ'ଣ ଭଲ ପାଏ କି କେତେ କ'ଣ ତାଙ୍କର ଘରୋଇ ସହଧର୍ମିଣୀ ହିସାବରେ ମୁଁ କହିପାରିବିନି। ଆଉ ଖାଲି ଏତିକି କହିବି, ସହଧର୍ମିଣୀ ହିସାବରେ ସାହାଯ୍ୟ କରିଛି କି ନାହିଁ ସିଏ ପରିଚୟ ଦେବେ। କିନ୍ତୁ ଯଦି ମୋତେ କିଏ ପଚାରେ ମୁଁ ଖାଲି ଏତିକି କହିବି, ପରଦା ପଛରେ ରହି ମୁଁ ଯେ ପ୍ରେରଣା ତାଙ୍କର। ପ୍ରାଇଜ ପାଇଛନ୍ତି ଆପଣ, ସେଥିପାଇଁ କେତେ ନିଜକୁ ଗର୍ବ ଅନୁଭବ କରୁଛନ୍ତି? ନିଶ୍ଚିନ୍ତ ଗର୍ବ ଅନୁଭବ କରିବି, କାରଣ ଯେହେତୁ ସେ ମୁଁ ଚାହୁଁଛି ସେ ଆହୁରି ଉପରକୁ ଯାଆନ୍ତୁ। ଧର୍ମପତ୍ନୀ ହିସାବରେ ତ ନିଶ୍ଚିନ୍ତ ମୁଁ ଖୁସି ହେବି ଏଇଟା ଜିନିଷ। ଆଉ ତାଙ୍କୁ ଯେଉଁ କ୍ଷେତ୍ରରେ ଯେତେବେଳେ ଯେଉଁ ସାହାଯ୍ୟ ମିଳେ ମୁଁ ସେଥିପାଇଁ ତତ୍ପରତା ଦେବା ପାଇଁ। କ'ଣ ସାହାଯ୍ୟ କରନ୍ତି? ହଁ, ସ୍କ୍ରିପ୍ଟ ଲେଖିଲା ବେଳେ ସାର୍ ବହୁତ ଲେଖନ୍ତି, ବେଳେ ପଚାରନ୍ତି ବି, ଦେଖିଲ ଏଇ ଜିନିଷଟା ଏମିତି ହେଲେ ହୁଅନ୍ତା କି, ସେମିତି ହେଲେ ହୁଅନ୍ତା କି। ନିଶ୍ଚିନ୍ତ ଭାବେ ଆମେ ଦି ଜଣଙ୍କ ଭିତରେ ଡିସ୍କସନ୍ ହେଇକି ଜିନିଷଟା ଲେଖାଯାଏ। ଆଉ ବହୁତ ଭଲ ଅଣ୍ଡରଷ୍ଟାଣ୍ଡିଂରେ ବି ରହେ, ଯେହେତୁ ମୁଁ ବି ମଧ୍ୟ ସେଇ ଲାଇନରେ କିଛିଟା ପାରଙ୍ଗମତା ହାସଲ କରିଛି। ତେଣୁ ନିଶ୍ଚିନ୍ତ ଭାବେ ଦି ଜଣଙ୍କ କୋଅପରେସନରେ ଭଲ ସ୍କ୍ରିପ୍ଟ ବି ଲେଖା ହୁଏ। ତା ସହିତ ରାତି ଭିତରେ ଚାହା ଆଉ ସାଙ୍ଗସାଥି ଭିତରେ ବି ବହୁତ ମଜା ମଜଲିସରେ ବହୁତ କିଛି ଶିକ୍ଷା ବି ମିଳେ ଆମ ସ୍କିଟ୍ର ମନୋରଞ୍ଜନ କରିବା ପାଇଁ। ବର୍ତ୍ତମାନ ବଣ ମଲ୍ଲି ବଣରେ ନ ଫୁଟି ବର୍ତ୍ତମାନ ସହରରେ ପ୍ରସ୍ଫୁଟିତ ହେଉଛି, ସେ ନେଇ ଆପଣ କେତେ ଗର୍ବ? ନିଶ୍ଚିନ୍ତ ଗର୍ବିତ ହେବି, କାରଣ ଯେତେବେଳେ ଫୁଲଟା ଯୋଉଠି ବି ଚଢ଼ୁ, ଯେତେ ଉପରକୁ ଯିବ, ଦେବତା ପାଖରେ ଚଢ଼ିଲେ ମଣିଷ ଫୁଲ କୋଉଠି ନା କୋଉଠି କେତେବେଳେ କୋଉ ଜାଗାରେ ଚଢ଼ିଯାଏ ସେଇଟା ମଣିଷ ଜାଣିପାରେନି। କିନ୍ତୁ ଯେତେବେଳେ ଜାଣି ହୁଏ ଯେ ମୁଁ ଏ ଜାଗାରୁ ଯାଇକି ଦେବତା ପାଦରେ ଚଢ଼ିବି, ସେଥିପାଇଁ ବେଶୀ ଖୁସି ଫୁଲ ହେଇଥାଏ। ତେଣୁ ମୁଁ ନିଶ୍ଚିନ୍ତ ଭାବେ ନିଜକୁ ଗର୍ବିତ ଅନୁଭବ କରିବି। ଆଉ ସବୁବେଳେ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରିବି, ସେ ବହୁତ ଉପରକୁ ଉଠନ୍ତୁ, ନିଜ ଘର, ନିଜ ପରିବାର, ଆଉ ବାପା ମାଙ୍କ ନାଁ ଆଉ ଗାଁର ନାଁ ରଖନ୍ତୁ। ଏବେ ଆପଣ ଦେଖିଲେ ବଣ ମଲ୍ଲି ବଣରେ ନ ଫୁଟି ସହରରେ ଚମକୁଛି। ସେଇଭଳି ଜଣେ ପ୍ରତିଭା ଯିଏକି ନିରଞ୍ଜନ ଗାହାଣ ବର୍ତ୍ତମାନ କେଳୁଚରଣ ସମ୍ମାନରେ ପାଇଲେ, ଆଗକୁ ଦିଲ୍ଲୀ ଯିବାର ଅଛି। ଆଗକୁ ଦେଖିବା ସିଏ ତାଙ୍କର କଳାକୁ କେତେ ବାଟ ନେଇକି ଯାଉଛନ୍ତି ଏବଂ ପିଲାମାନଙ୍କୁ, ଓଡ଼ିଶାର ପିଲାମାନଙ୍କୁ ସେ କେତେ ମାନଙ୍କୁ ଶିକ୍ଷା ଦେବା ସହ ନିଜ ଗାଁର ସହିତ ସାଲେପୁର ବ୍ଲକର କେତେ ନାଁ କମାଉଛନ୍ତି। କଟକ ଜିଲ୍ଲା ସାଲେପୁରରୁ ଅମରଞ୍ଜନ ବିଶ୍ୱାଳ, ଓଡ଼ିଶା ଭାସ୍କର।